ବନ୍ଧୁଗଣ, ଆଜି ମୁଁ ତୁମକୁ ଏକ କାହାଣୀ କହିବି, ଯାହା ସତ୍ୟ ମନେ ହେବ, କାରଣ ଏହା ବାସ୍ତବତାର ବହୁତ ନିକଟତର। ଏହି କାହାଣୀଟି ଜଣେ 22 ବର୍ଷୀୟ ଯୁବତୀ ପ୍ରିୟାଙ୍କ ବିଷୟରେ, ଯିଏ ଏକ ଲମ୍ବା ଟ୍ରେନ୍ ଯାତ୍ରାରେ ଏକା ଥିଲେ। ରାତିର ଅନ୍ଧାରରେ ଟ୍ରେନ୍ଟି ଦ୍ରୁତ ଗତିରେ ଚାଲୁଥିଲା। ତା ସହିତ ଏକ ଖାଲି ଡବା ଏବଂ ଏକ କାର୍ଯ୍ୟକଳାପ ଥିଲା, ଯାହାର ନାମ ଥିଲା ରାଜେଶ। ସେହି ରାତି, ସେହି ନୀରବତା, ସେହି ନିକଟତରତା, ସେହି ଖାଲି ବଗିଚାରେ କ'ଣ ଘଟିଥିଲା? ଏହା କେବଳ ଏକ ସାକ୍ଷାତ ଥିଲା, ନା ଜୀବନ ବଦଳାଇ ଦେଉଥିବା ଗୁପ୍ତ କଥା? ସମ୍ପୂର୍ଣ୍ଣ କାହାଣୀ ଶୁଣ, କାରଣ ଶେଷରେ ମୋଡ଼ ତୁମକୁ ଥରାଇଦେବ। ପ୍ରିୟା ଏକ ଛୋଟ ସହରର ଜଣେ ସାଧାରଣ ଝିଅ ଥିଲା। କଲେଜ ପାଠପଢ଼ା ସାରି ସେ ମୁମ୍ବାଇ ଯାଉଥିଲା। ସେ ତାଙ୍କର ପ୍ରଥମ ଚାକିରିରେ ଯୋଗ ଦେବା ପାଇଁ ଘରୁ ଦୂରରେ ଥିବାରୁ ଟିକେ ନର୍ଭସ୍ ଏବଂ ଉତ୍ସାହିତ ଥିଲେ। ସେ ଏକ ସାଧାରଣ ଟିକେଟ୍ ନେଇଥିଲେ, କିନ୍ତୁ ସେଦିନ ଟ୍ରେନରେ କମ୍ ଭିଡ଼ ଥିଲା। ସେ ସ୍ଲିପର କୋଚ୍ରେ ଚଢ଼ି ତାଙ୍କ ସିଟ୍ ଉପରେ ବସିଗଲେ। ରାତି 10ଟା ବାଜିଗଲା। ଟ୍ରେନ୍ ପୂର୍ଣ୍ଣବେଗରେ ଚାଲୁଥିଲା ଏବଂ ଟ୍ରେନର ଶବ୍ଦ ଏବେ ବି ପ୍ରତିଧ୍ୱନିତ ହେଉଥିଲା। ବାହାରେ ଏତେ ଅନ୍ଧାର ଥିଲା ଯେ ଝରକାରୁ କେବଳ ତାଙ୍କର ନିଜ ପ୍ରତିଫଳନ ଦେଖାଯାଉଥିଲା। ପ୍ରିୟା ତାଙ୍କ ବ୍ୟାଗ୍ ଉପରେ ବ୍ୟାଗ୍ ରଖି ତଳ ସିଟ୍ ଉପରେ ବସି ଫୋନ୍ କଲ୍ କରିବାକୁ ଲାଗିଲେ। ତାଙ୍କ ଚାରିପାଖରେ କେବଳ 3-4 ଜଣ ଯାତ୍ରୀ ଥିଲେ। ସମସ୍ତେ ଶୋଇପଡ଼ିଥିଲେ। ସେ ଏକାକୀ ଅନୁଭବ କରୁଥିଲେ। ତାଙ୍କ ମୁହଁରେ ଏକ ନିରୀହ ହସ ଥିଲା। ତାଙ୍କର ଲମ୍ବା କେଶ ଖୋଲା ଥିଲା। ସେ ଏକ ସରଳ ସାଲୱାର କୁର୍ତ୍ତା ପିନ୍ଧିଥିଲେ। କିନ୍ତୁ ତାଙ୍କ ମୁହଁରେ ଯୌବନର ସତେଜତା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ତାଙ୍କ ଆଖିରେ ଏକ ଅଦ୍ଭୁତ ଅସ୍ଥିରତା ଥିଲା। ସେହି ଅସ୍ଥିରତା, ଯାହା ଏକ ନୂତନ ଜୀବନ ଆରମ୍ଭ କରିବା ଯୋଗୁଁ ହୋଇଥିଲା। ପୂର୍ବରୁ ପ୍ରତ୍ୟେକ ଯୁବକଙ୍କ ହୃଦୟରେ ଅନେକ ସ୍ୱପ୍ନ ଥିଲା ଏବଂ କିଛି ଅପୂର୍ଣ୍ଣ ଇଚ୍ଛା ମଧ୍ୟ ଥିଲା, ଯାହା ଏପର୍ଯ୍ୟନ୍ତ ହୃଦୟରେ କବର ପାଇଯାଇଥିଲା। ତାପରେ ଟିଟି ଆସିଲେ। ୟୁନିଫର୍ମ ପିନ୍ଧିଥିବା 35ରୁ 36 ବର୍ଷ ବୟସର ଜଣେ ବ୍ୟକ୍ତି। ଦୃଢ଼ ଶରୀର ସହିତ ତାଙ୍କ ମୁହଁ ଗମ୍ଭୀର, କିନ୍ତୁ ତାଙ୍କ ଆଖି ଗଭୀର। ବେଞ୍ଚରେ ଲେଖାଯାଇଥିବା ନାମ ରାଜେଶ କୁମାର। ସେ ଟିକେଟ୍ ଯାଞ୍ଚ କଲେ। ଟିକେ ଦେଖାନ୍ତୁ, ସେ କଠୋର କିନ୍ତୁ ଶାନ୍ତ ସ୍ୱରରେ କହିଲେ। ପ୍ରିୟା ଟିକେଟ୍ ବଢ଼ାଇ ଦେଲେ। ରାଜେଶ ଟିକେଟ୍ ଦେଖି ଟିକିଏ ହସିଲେ। ମୁଁ ଏକ ମୁମ୍ବାଇ ଯାଉଛି। ପ୍ରିୟା ଟିକେ ମୁଣ୍ଡ ହଲାଇ ହଁ କାମ ପାଇଁ। ରାଜେଶ କିଛି ସମୟ ଅଟକିଗଲା ଏବଂ ରାତି ସାରା ଯାତ୍ରା ବିଷୟରେ କହିଲା। ଯଦି କୌଣସି ସମସ୍ୟା ହୁଏ, ତେବେ ସାବଧାନ ରୁହ। ମୁଁ ଏଠାକୁ ଆସିବି। ପ୍ରିୟା ତାଙ୍କ କଣ୍ଠସ୍ୱରରେ ଏକ ଅଦ୍ଭୁତ ଶାନ୍ତି ଅନୁଭବ କଲା। ଟ୍ରେନର ଝଟ୍କାରେ ତାଙ୍କ ହାତ ରାଜେଶଙ୍କ ହାତକୁ ଟିକିଏ ଛୁଇଁଲା। ସେହି ମୁହୂର୍ତ୍ତଟି ଏପରି ଥିଲା, ବଜ୍ରପାତ ପରି ଦୌଡ଼ିଲା। ପ୍ରିୟା ଲଜ୍ଜିତ ହେଲେ ଏବଂ ରାଜେଶ ଚାହିଁଲେ, କିନ୍ତୁ ଦୁହିଁଙ୍କ ହୃତ୍ସ୍ପନ୍ଦନ ଟିକିଏ ବଢ଼ିଯାଇଥିଲା। ଧୀରେ ଧୀରେ ଟ୍ରେନ୍ ଟ୍ରାକ୍ର ଶବ୍ଦ ଗଭୀର ହେବାକୁ ଲାଗିଲା। ବାହାରେ ଘନ ଅନ୍ଧାର ଥିଲା। କେତେବେଳେ ଛୋଟ ଛୋଟ ଷ୍ଟେସନ ଆସି ଚାଲିଗଲା। ପ୍ରିୟା ଶୋଇପାରିଲା ନାହିଁ। ତା ମନ ଘର, ବାପା ମା, ସାନ ଭାଇ, ସେହି ପୁରୁଣା ଘର, ତାପରେ ଭବିଷ୍ୟତର ସ୍ୱପ୍ନ, ମୁମ୍ବାଇର ଚମକ, ନୂତନ ଜୀବନ ଏବଂ ଏବେ ରାଜେଶର ମୁହଁର ସ୍ମୃତିରେ ପୂର୍ଣ୍ଣ ହୋଇଗଲା। ବାରମ୍ବାର ସାମ୍ନାକୁ ଆସୁଥିଲା। ରାଜେଶ ସେହି ରାତିରେ 2-3 ଥର ଯାଞ୍ଚ କରିବାକୁ ଆସିଥିଲେ। ପ୍ରତ୍ୟେକ ଥର ସେ ପ୍ରିୟାଙ୍କ ସିଟ୍ ପାଖରେ କିଛି ସମୟ ଅଟକି ହାଲକା କଥା ହେଉଥିଲା। ଥରେ ସେ ପଚାରିଲା, ତୁମେ ଶୋଇପାରୁନାହଁ? ପ୍ରିୟା ଧୀର ସ୍ୱରରେ କହିଲା, ନା, ମୁଁ ଟିକେ ଟେନସନ୍ କରୁଛି। ରାଜେଶ ତାର ପାଣି ବୋତଲ ବାହାର କରି ପିଇଲା। ଆରାମ କର। ସେହି ରାତିରେ ଟ୍ରେନରେ ଏକ ସମ୍ପୂର୍ଣ୍ଣ ବଗି ଖାଲି ଥିଲା। ଏସି କୋଚ୍ରେ ଏକ କୁପ୍, ଯାହା ଭୁଲବଶତଃ ଲକ୍ ହୋଇଯାଇଥିଲା। କିନ୍ତୁ ରାଜେଶଙ୍କ ପାଖରେ ମାଷ୍ଟର ଚାବି ଥିଲା। ସେ ପ୍ରିୟାଙ୍କୁ କହିଲେ ଯେ ଏହା ସମ୍ପୂର୍ଣ୍ଣ ଶାନ୍ତ ଥିଲା ଏବଂ ଯଦି ସେ ବିଶ୍ରାମ ନେବାକୁ ଚାହାନ୍ତି, ତେବେ ସେ ଯାଇପାରିବେ। ପ୍ରିୟା ଭାବିଲା ଏବଂ ହଁ କହିଲା। ସେ କ୍ଳାନ୍ତ ଏବଂ ଏକାକୀ ଅନୁଭବ କରୁଥିଲା ଏବଂ ରାଜେଶଙ୍କ ଉପରେ ଏକ ଅଜବ ବିଶ୍ୱାସ ଥିଲା। ସେ ତାଙ୍କ ପଛେ ପଛେ ଗଲା। ଟ୍ରେନ୍ ଦ୍ରୁତ ଗତିରେ ଚାଲୁଥିଲା। ବଗି ଭିତରେ କେବଳ ହାଲକା ନୀଳ ଜରୁରୀକାଳୀନ ବଗି ଥିଲା। ଆଲୋକ ଥିଲା। ଦ୍ୱାର ବନ୍ଦ ଥିଲା। ବାହାର ଜଗତ ବିଚ୍ଛିନ୍ନ ହୋଇଯାଇଥିବା ପରି ମନେ ହେଉଥିଲା। ଭିତରେ ପ୍ରିୟା ସିଟ୍ ଉପରେ ବସିଥିଲା। ରାଜେଶ ଦ୍ୱାର ପାଖରେ ଠିଆ ହୋଇଥିଲା। ମୁଁ ଜଣେ ବାହାର ଲୋକ, ସେ କହିଲେ। କିନ୍ତୁ ପ୍ରିୟା ତାଙ୍କୁ ଅଟକାଇ କହିଲା,
କିଛି ସମୟ ପରେ କର। ମୁଁ ଏକୁଟିଆ ଅନୁଭବ କରୁଛି। ରାଜେଶ ସଂକୋଚ କଲେ। ତାପରେ ଧୀରେ ଧୀରେ ସିଟ୍ କଡ଼ରେ ବସିଲେ। ଟିକିଏ ଦୂର ଗଲେ। ତାପରେ ପ୍ରିୟା ତାଙ୍କ ଜୀବନ, ଛୋଟ ସହର, ସ୍ୱପ୍ନ ବିଷୟରେ କହିବାକୁ ଲାଗିଲେ। ମୁମ୍ବାଇ ଯିବାକୁ ଆଗ୍ରହୀ ରାଜେଶ ତାଙ୍କ କାହାଣୀ କହିଲେ। ରେଳବାଇରେ ଚାକିରି, ବିବାହିତ ଜୀବନ, ଦୁଇଟି ଛୋଟ ପିଲା। କିନ୍ତୁ ତାଙ୍କ କଣ୍ଠରେ କ୍ଳାନ୍ତି ଥିଲା, ଯେପରି କିଛି ହଜିଯାଇଛି। ରାତି 2ଟା ବାଜିଥିଲା। ସମ୍ପୂର୍ଣ୍ଣ ଡବା ଟ୍ରେନର ଗତିରେ ଟିକିଏ ଥରୁଥିଲା। ଯେପରି ହୃଦସ୍ପନ୍ଦନ। ପ୍ରିୟାଙ୍କ ନଜର ରାଜେଶ ଉପରେ। ତାଙ୍କ ୟୁନିଫର୍ମ ଉପରେ ସ୍ଥିର ଥିଲା। ଦୁଇଟି ବଟନ ଖୋଲା ଥିଲା। ଶକ୍ତ ଛାତିର ଟିକିଏ ଅଂଶ ଦୃଶ୍ୟମାନ ହେଉଥିଲା। ରାଜେଶର ଆଖି ପ୍ରିୟାର ମୁହଁରୁ ତଳକୁ ଖସି ଯାଉଥିଲା। ତାଙ୍କ କୁର୍ତ୍ତାର ସାମାନ୍ୟ ଭୁଲା ଉପରେ ସେମାନଙ୍କ ମଧ୍ୟରେ ଏକ ନୀରବ ଆକର୍ଷଣ ସୃଷ୍ଟି ହୋଇଥିଲା। ସେହି ଆକର୍ଷଣ ଯାହାକୁ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ଏହା କେବଳ ଆଖି ଏବଂ ନିଶ୍ୱାସରେ ଅନୁଭୂତ ହୁଏ। ପ୍ରିୟାର ହାତ ଅନିଚ୍ଛାକୃତ ଭାବରେ ଆଗକୁ ବଢ଼ିଲା। ରାଜେଶ ଏହାକୁ ଧରି ରଖିଲା। ସେ ସେହି ଗରମ, ଅସ୍ଥିର ସ୍ପର୍ଶକୁ ଗ୍ରହଣ କଲେ। ପ୍ରେମର ପ୍ରବଳ ଝଟ୍କାରେ ପ୍ରିୟା ତାଙ୍କ ପାଖକୁ ପଡ଼ିବାରୁ ରକ୍ଷା ପାଇଲେ। ରାଜେଶ ତାଙ୍କୁ ଧରି ରଖିଲେ। ସେମାନଙ୍କ ମୁହଁ ବହୁତ ନିକଟତର ହୋଇଗଲା। ସେମାନଙ୍କର ନିଶ୍ୱାସ ପରସ୍ପରକୁ ସ୍ପର୍ଶ କରୁଥିଲା। ସମୟ ଯେପରି ବନ୍ଦ ହୋଇଗଲା। ରାଜେଶ ବହୁତ ଧୀରେ ପ୍ରିୟାର କେଶର ହାତ ବୁଲାଇଲେ। ଧୀର ସ୍ଥିର ଭାବରେ ବନ୍ଦ କର। ଆକର୍ଷଣ ଏତେ ପ୍ରବଳ ଥିଲା ଯେ ଦୁହେଁ ନିଜକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ବଗି ଖାଲି ଥିଲା। ଟ୍ରେନ୍ ଚାଲୁଥିଲା। ବାହାର ଦୁନିଆ ବହୁତ ଦୂରରେ ଥିଲା। ଭିତରେ କେବଳ ସେମାନେ ଦୁଇଜଣ ଥିଲେ। ଏବଂ ଧୀରେ ଧୀରେ ଜଳୁଥିବା ନୀରବ ନିଆଁ ଦୂରତା ହ୍ରାସ ପାଇବାକୁ ଲାଗିଲା। ରାଜେଶ ପ୍ରିୟାକୁ କହିଲେ, ମୋ ବାହୁରେ ସେହି ଆଲିଙ୍ଗନ ଏତେ ଦୃଢ଼। ପ୍ରିୟା ତାଙ୍କର ଉଷ୍ମତାକୁ ସମ୍ପୂର୍ଣ୍ଣ ଅନୁଭବ କରୁଥିଲା। ପ୍ରିୟାର କୋମଳତା ରାଜେଶର ଶକ୍ତିଶାଳୀ ଶରୀର ସହିତ ଧକ୍କା ହେଉଥିଲା। ତାଙ୍କର ନିଶ୍ୱାସ ଦ୍ରୁତ ହୋଇଯାଉଥିଲା ଏବଂ ସେମାନଙ୍କର ହୃଦସ୍ପନ୍ଦନ ଶୁଣାଯାଉଥିଲା। ଟ୍ରେନର ଶବ୍ଦ ଶୁଣାଯାଉଥିଲା। ଏବେ ଏହା ପୃଷ୍ଠଭୂମିରେ ବହୁତ ଦୂରରେ ଥିବା ପରି ମନେ ହେଉଥିଲା। ପ୍ରିୟା ଗୋଟିଏ ପଟେ ଉତ୍ସାହିତ ଅନୁଭବ କରୁଥିଲେ ଏବଂ ଅନ୍ୟପଟେ ଟିକିଏ ଦୋଷୀ ଅନୁଭବ କରୁଥିଲେ। ରାଜେଶ ତାଙ୍କୁ ପୂର୍ବରୁ କହିସାରିଥିଲେ ଯେ ସେ ବିବାହିତ। କିନ୍ତୁ ସେ ରାତିଟି ଭିନ୍ନ ଥିଲା। ଦୁହେଁ ପରସ୍ପର ଭିତରେ ସମ୍ପୂର୍ଣ୍ଣ ହଜିଗଲେ। ସେହି ନିକଟତା, ସେହି ସ୍ପର୍ଶ, ସେହି ଉଷ୍ମତା, ସବୁକିଛି ଏତେ ତୀବ୍ର ଥିଲା ଯେ ସେମାନେ ସମୟର ହିସାବ ହରାଇ ବସିଲେ। ଏହା ଆଦୌ ହଲିଲା ନାହିଁ। ବଗିର ନୀରବତାରେ କେବଳ ନିଶ୍ୱାସ ନେବାର ଶବ୍ଦ ଏବଂ ଟ୍ରେନର ତରଙ୍ଗ ଶୁଭୁଥିଲା। ସେହି ମୁହୂର୍ତ୍ତଟି ଜୀବନସାରା ମନେ ରଖିବା ଭଳି ଥିଲା। ଧୀରେ ଧୀରେ ସକାଳ ଆସିବା ଆରମ୍ଭ ହେଲା। ଆକାଶରେ ଟିକିଏ ଲାଲ ରଙ୍ଗ ଦେଖାଯିବା ଆରମ୍ଭ ହେଲା। ଟ୍ରେନଟି ଏକ ବଡ଼ ଷ୍ଟେସନରେ ଅଟକିବାକୁ ଯାଉଥିଲା। ପ୍ରିୟା ଏବଂ ରାଜେଶ ଅଲଗା ହୋଇଗଲେ। ରାଜେଶ ଧୀର ସ୍ୱରରେ କହିଲେ ଯେ ଆମର ଶାସନ ରହିବ। କେହି ଜାଣନ୍ତି ନାହିଁ। ପ୍ରିୟା ହସି ମୁଣ୍ଡ ହଲାଇଲା। କିନ୍ତୁ ତା ଆଖିରେ ଅନ୍ୟ କିଛି ଥିଲା। ଟ୍ରେନ ଅଟକିଗଲା। ପ୍ରିୟା ତଳକୁ ଓହ୍ଲାଇଲା। ତା ବ୍ୟାଗ୍ ଧରି ପ୍ଲାଟଫର୍ମରେ ଚାଲିଗଲା। ରାଜେଶ ତା ଡ୍ୟୁଟିକୁ ଫେରିଗଲା। କିନ୍ତୁ ବନ୍ଧୁମାନେ, ଏବେ ପ୍ରକୃତ କାହାଣୀ ଆରମ୍ଭ ହୁଏ। ସେ ମୁମ୍ବାଇ ପହଞ୍ଚି ଚାକିରିରେ ଯୋଗଦେଲେ। ସବୁକିଛି ସ୍ୱାଭାବିକ ଲାଗୁଥିଲା। କିନ୍ତୁ ଗୋଟିଏ ମାସ ପରେ ସେ ଜାଣିବାକୁ ପାଇଲେ ଯେ ସେ ଗର୍ଭବତୀ। ପ୍ରିୟା ସେହି ରାତିର ଫଳାଫଳ ବିଷୟରେ ଭାବି ଚିନ୍ତିତ ହୋଇଗଲେ ଏବଂ ରେଳ ରେକର୍ଡ ପଚରାଉଚରା କରି ରାଜେଶଙ୍କୁ ଖୋଜିବା ଆରମ୍ଭ କଲେ। ଶେଷରେ ଏକ ଫୋନ୍ ନମ୍ବର ପାଇଲା। ସେ ଫୋନ୍ କଲେ ଏବଂ ରାଜେଶଙ୍କ କଣ୍ଠସ୍ୱର ଶୁଣି ପ୍ରିୟା କହିଲେ, ମୁଁ ତୁମ ସହିତ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଛି। ରାଜେଶ ନର୍ଭସ୍ ହୋଇଗଲେ। କ'ଣ ହେଲା? ପ୍ରିୟା ମୋତେ କହିଲା ଯେ ମୁଁ ଗର୍ଭବତୀ। ରାଜେଶ ବହୁତ ଆଶ୍ଚର୍ଯ୍ୟ ହୋଇଗଲା। ମୁଁ କ'ଣ? ମୁଁ ବିବାହିତ ଏବଂ ମୋର 2ଟି ପିଲା ଅଛି। ଦୟାକରି ପୁରସ୍କାର ଦିଅ। ତୁମେ କାମ କର। ମୁଁ ତୁମକୁ ଟଙ୍କା ଦେଇ ସାହାଯ୍ୟ କରିବି। ପ୍ରିୟାର ଆଖିରେ ଲୁହ ଆସିଗଲା। ବୋଲି କାହାକୁ ଜଣାଉ? ତୁମେ ରାତିରେ ଏପରି କିପରି କହିପାରିବ ଯେ ସେହି ରାତିଟି ତୁମର ଥିଲା? ମୁଁ କେବଳ ଗୋଟିଏ ଫଳ ପାଇଁ ଭୋକିଲା ଥିଲି। ରାଜେଶ ବାରମ୍ବାର କ୍ଷମା ମାଗିବାକୁ ଲାଗିଲା ଏବଂ ଟଙ୍କା ଦେବା କଥା କହିବାକୁ ଲାଗିଲା। ତାପରେ ପ୍ରିୟା ଜୋରରେ ହସିବାକୁ ଲାଗିଲା। ରାଜେଶ
ଆପଣ ସମ୍ପୂର୍ଣ୍ଣ ଭୁଲରେ ଅଛନ୍ତି। ଏହି ଗର୍ଭାବସ୍ଥା ସେହି ରାତିର ନୁହେଁ, କାରଣ ତୁମେ କିଛି କରିପାରିଲ ନାହିଁ। ରାଜେଶର ନିଶ୍ୱାସ ବନ୍ଦ ହୋଇଗଲା। ଯେତେବେଳେ ଘନିଷ୍ଠତା ସ୍ପର୍ଶରେ ଥିଲା ସେହି ରାତିର ସ୍ମୃତି ରାଜେଶ ଚେଷ୍ଟା କଲେ, କିନ୍ତୁ ପୁରୁଣା ଡାକ୍ତରୀ ପାଇପାରିଲେ ନାହିଁ। ତାଙ୍କର ଏକ ସମସ୍ୟା ଥିଲା, ଯାହା ବିଷୟରେ ସେ ପ୍ରିୟାକୁ କେବେ କହିନଥିଲେ। କେବଳ ସ୍ପର୍ଶ ଥିଲା, ଉଷ୍ମତା ଥିଲା, ଆବେଗ ଥିଲା, କିନ୍ତୁ ଶେଷ ପଦକ୍ଷେପ କେବେ ବି ସମାପ୍ତ ହୋଇନଥିଲା। ପ୍ରିୟା ଥଣ୍ଡା ସ୍ୱରରେ କହିଲେ, ସେ ରାତି ମୋ ପାଇଁ କେବଳ ଭାବପ୍ରବଣ ଥିଲା, ଆକର୍ଷଣ ଥିଲା, କିନ୍ତୁ ମୁଁ ନିଜକୁ ନିୟନ୍ତ୍ରଣ କରିଥିଲି। ଏହି ପିଲାଟି ମୋ ପ୍ରେମିକର। ମୋ ସହରରେ କିଏ ଅଛି? ମୁଁ କେବଳ ତୁମର ଚରିତ୍ର ପରୀକ୍ଷା କରୁଥିଲି। ରାଜେଶ ଲଜ୍ଜାରେ ପୂର୍ଣ୍ଣ ହୋଇଗଲା। ତାଙ୍କ ମୁହଁ ମଳିନ ହୋଇଗଲା। ପ୍ରିୟା ଆହୁରି କହିଲେ, ତୁମ ପରି ଲୋକମାନେ ଟ୍ରେନରେ ଏକା ଝିଅମାନଙ୍କୁ ହଇରାଣ କରନ୍ତି। ଏହା ଦେଖି ତୁମେ ସେମାନଙ୍କ ଅସହାୟତାର ସୁଯୋଗ ନେବା କଥା ଭାବୁଛ। ମୁଁ ଏକ ନ୍ୟୁଜ୍ ଚ୍ୟାନେଲରେ ଜଣେ ଗୁପ୍ତ ସାମ୍ବାଦିକ। ମୁଁ ରେଳବାଇରେ ଇଭ୍ଟିଂ ଏବଂ ହଇରାଣ ମାମଲାଗୁଡ଼ିକର ତଦନ୍ତ କରୁଥିଲି। ମୁଁ ଜାଣିଶୁଣି ଏକା ଯାତ୍ରା କରୁଥିଲି। ତୁମ ପରି ଲୋକଙ୍କଠାରୁ ପାଇବା ପାଇଁ ମୋ ଫୋନରେ ସାରା ରାତିର ଅଡ଼ିଓ ରେକର୍ଡ଼ିଂ ଅଛି। ରାଜେଶ ତାଙ୍କ ପାଦତଳୁ ମାଟି ଖସିଯିବା ଅନୁଭବ କଲେ। ସେ କ୍ଷମା ମାଗିଲେ ଏବଂ ଅନୁରୋଧ କଲେ, କିନ୍ତୁ ପ୍ରିୟା କଲ୍ କାଟିଦେଲେ। କିଛି ଦିନ ପରେ ପ୍ରିୟାଙ୍କ କାହାଣୀ ନାମ ବିନା କିନ୍ତୁ ସମ୍ପୂର୍ଣ୍ଣ ବିବରଣୀ ସହିତ ଏକ ବଡ଼ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ହେଲା। ରେଳ ବିଭାଗ ମୁଁ ତଦନ୍ତ କଲି। ରାଜେଶଙ୍କୁ ନିଲମ୍ବିତ କରାଗଲା ଏବଂ ସେ ଚାକିରି ହରାଇଲେ। ପ୍ରିୟାଙ୍କ କାହାଣୀ ଭାଇରାଲ ହୋଇଥିଲା ଏବଂ ହଜାର ହଜାର ଝିଅଙ୍କୁ ସଚେତନ କରିଥିଲା ଯେ ସେମାନେ ଟ୍ରେନରେ ଯାତ୍ରା କରିବା ସମୟରେ ସତର୍କ ରହିବା ଉଚିତ, କିନ୍ତୁ ଭୟଭୀତ ହେବା ଉଚିତ ନୁହେଁ। ସେମାନେ ଦୃଢ଼ ରହିବା ଉଚିତ। ବନ୍ଧୁଗଣ, ଏହି କାହାଣୀରୁ ଶିଖନ୍ତୁ ଯେ ଆକର୍ଷଣ ଏବଂ ଆଗ୍ରହ ପଛରେ ଅନ୍ଧ ଭାବରେ ଦୌଡ଼ନ୍ତୁ ନାହିଁ, କାରଣ କେତେକ ସମୟରେ କେତେବେଳେ ଏହା ଜୀବନ ହୋଇପାରେ ଏବଂ ଝିଅମାନେ ନିଜକୁ ସୁରକ୍ଷା ଦେବା ଉଚିତ। ନିଜର ଶକ୍ତିକୁ ଚିହ୍ନନ୍ତୁ। ଯଦି କେହି ଆପଣଙ୍କଠାରୁ ଫାଇଦା ନେବାକୁ ଚେଷ୍ଟା କରନ୍ତି, ତେବେ ଚୁପ୍ ରୁହନ୍ତୁ ନାହିଁ। ଆପଣଙ୍କୁ ଏକ ଆଦାମୀ କିପରି ଲାଗିଲା? ଯଦି ଆପଣ ଏହାକୁ ସତ୍ୟ ବୋଲି ପାଇବେ ଏବଂ ଶେଷରେ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଲେ, ତେବେ ଏହାକୁ ଲାଇକ୍ କରନ୍ତୁ, ଆମକୁ ମନ୍ତବ୍ୟରେ କୁହନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆପଣ ସତ୍ୟ ଘଟଣା ଦ୍ୱାରା ଅନୁପ୍ରାଣିତ ଏପରି କାହାଣୀ ଦେଖିବାକୁ ପାଇବେ। ରହୁଛି, ପୁଣି ଦେଖାହେବ ଆଗାମୀ ଅଧ୍ୟାୟରେ।